ସେଥିରେ ଯେତେଟି ରେଖା ଥିବ ସେତେଟି ସ୍ତ୍ରୀ ବିବାହ କରିବ। ଜ୍ୟୋତିର୍ବେଦ ଗୋପୀନାଥ ହୋତା ବଲାଙ୍ଗୀର। ହସ୍ତରେଖାରେ ଯଦି ଆମେ ବିବାହ କଥା ଆମେ ଚିନ୍ତା କରିବା ତାହେଲେ ସେ ବିବାହଟା ବୁଧ କ୍ଷେତ୍ରରୁ ଜଣାପଡ଼େ। ତର୍ଜନୀ ଅଙ୍ଗୁଳି ତଳରେ ଥିବା ପର୍ବତକୁ ବୁଧ ରେଖା ବୁଧ ପର୍ବତ କୁହାଯାଏ। ସେଥିରେ ଯେତେଟି ମାନେ ରେଖା ଥିବ ସେତେଟି ମାନେ ଲୋକ ସେତେଟି ସ୍ତ୍ରୀ ବିବାହ କରିବ। ସେଠି ଯଦି 3-4ଟା ରେଖା ଥିବ ତାହେଲେ 3-4ଟା ବିବାହ କରିବ। ତା ସହିତ ଶୁକ୍ରଟା ହେଉଛି ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର। ଶୁକ୍ର ରେଖା ଯଦି ଥିବ, ଶୁକ୍ର ରେଖା ଗ୍ରିଡିଲ୍ ଅଫ୍ ଭେନସ୍ କହନ୍ତି। ସେଟା ଯଦି ମାନେ ବୁଧ ଅଙ୍ଗୁଳିରୁ ଯାଇକରି ମାନେ ଶନି ଅଙ୍ଗୁଳି ପର୍ଯ୍ୟନ୍ତ ବୃତ୍ତାକାରରେ ଥିବ ତାହେଲେ ସେଟା ହେଉଛି ଗ୍ରିଡିଲ୍ ଅଫ୍ ଭେନସ୍। ଏହି ଲୋକମାନେ ଏକରୁ ଅଧିକ ସ୍ତ୍ରୀ ମାନେ ସେମାନେ ଉପଭୋଗ କରନ୍ତି। ତେଣୁ ସେମାନେ ଗୋଟିଏ ସ୍ତ୍ରୀରେ ରହନ୍ତି ନାହିଁ, ଏଣୁ 3-4ଟା ପର୍ଯ୍ୟନ୍ତ ସ୍ତ୍ରୀ ବିବାହ କରନ୍ତି। ସେଥିପାଇଁ ଏମାନଙ୍କର ଜୀବନ ବିଶେଷ ସୁଖପ୍ରଦ ହେଇନଥାଏ। ଏମାନଙ୍କର ମାନେ ଯଦି ଗ୍ରିଡିଲ୍ ଅଫ୍ ଭେନସ୍ ସମ୍ପୂର୍ଣ୍ଣ ରୂପରେ ଯଦି ହେଇନଥିବ ତାହେଲେ ତାହା ବଦନାମ ଆଡ଼କୁ ଯିବ। ଯଦି ସମ୍ପୂର୍ଣ୍ଣ ରେଖାଟି ପ୍ରାପ୍ତ ହେଇଥିବ ତାହେଲେ ସେଟା ଲୁକାୟିତ ଅବସ୍ଥାରେ ରହିଯିବ। ଏପରି ଭାବରେ ତାର ମାନେ ଗ୍ରିଡିଲ୍ ଅଫ୍ ଭେନସ୍ଟା କେବେ ବି ଭଲ ନୁହେଁ ମାଟ୍ରିଆଲ ମାନେ ବିବାହ କ୍ଷେତ୍ରରେ। ଯାହାର ରେଖା ଥିବ ତାହେଲେ ସେ ଏକାଧିକ ସ୍ତ୍ରୀ ବିବାହ କରିବ। ରେଖା ଥିଲେ ତାର ପ୍ରତିକାର ବିଶେଷ ତ ଜ୍ୟୋତିଷ ଶାସ୍ତ୍ରରେ ନାହିଁ, ସେଟା ପ୍ରାୟ ଘଟଣା ଘଟିବ। କିନ୍ତୁ ପ୍ରତିକାର ଯଦି କରାଯିବ ତାହେଲେ ଅଛି, ତାର ପ୍ରତିକାର ଅଛି। ଯେଉଁଟା ମଙ୍ଗଳ ଦୋଷ ରହିଲେ ମଧ୍ୟ ସେମିତି ହୁଏ। ସେଥିପାଇଁ ସେ ମଙ୍ଗଳ ଦୋଷକୁ ପ୍ରତିକାର କଲେ ହେବ। ମଙ୍ଗଳ ଦୋଷ ପ୍ରତିକାର କରିବା ଆବଶ୍ୟକତା ଅଛି। ମଙ୍ଗଳ ଦୋଷ ଖଣ୍ଡନ ପାଇଁ ମଙ୍ଗଳ ଶାନ୍ତି ବିଧାନ କରିବା ଆବଶ୍ୟକତା ଅଛି ଏବଂ ମାନେ ସୁଖ ଜୀବନ ଯାପନ ପାଇଁ ମାନେ ମଙ୍ଗଳ ରତ୍ନ ମାନେ ରକ୍ତ ପ୍ରବାଳ ଧାରଣ କରିବା ଆବଶ୍ୟକତା ରହିଛି। ରକ୍ତ ପ୍ରବାଳ ଧାରଣ କଲେ ମାନେ ପାରିବାରିକ ସୁଖ ଶାନ୍ତି ମିଳେ। ତା ସହିତ ପୋଖରାଜ ମଧ୍ୟ ଧାରଣ କରାଯାଇପାରେ। ମାନେ ଯଦି ମାନେ ଦେଖିକରି ମାନେ ହାତ ଦେଖିକରି ଯଦି ବୃହସ୍ପତି ଅଶୁଭ ଥିବ ତାହେଲେ ମାନେ ବୃହସ୍ପତି ରତ୍ନ ମଧ୍ୟ ଧାରଣ କରିବା ଆବଶ୍ୟକତା ରହିଛି। ତେଣୁ ତାର ପ୍ରତିକାର ହେଲା ମାନେ ମଙ୍ଗଳ ଆଉ ବୃହସ୍ପତିକୁ ବଳବାନ କରିବା ଆଉ କ'ଣ, ତାର ରତ୍ନ ଧାରଣ କରିବା ଏବଂ ବୃହସ୍ପତି ରତ୍ନ ଧାରଣ କଲେ ମାନେ ପାରିବାରିକ ଶାନ୍ତି ହେଇଥାଏ। ଏବଂ ମ୍ୟାରେଜ ଯଦି ପ୍ରୋବ୍ଲେମ ଆସୁଥାଏ ତାହେଲେ ବିବାହ ମଧ୍ୟ ଶୀଘ୍ର ହେଇଯାଇଥାଏ। ଆଉ ବିବାହ କ୍ଷେତ୍ରରେ ଯଦି ଅସୁବିଧା ହୁଏ